प्रकार परिस्थिति सामना करूँ चेंज कर बर्तमान मु मुख्य अतिथि महोदय को अनुरोध करी से अभिभाषण प्रदान करूँ। मुख्य अतिथि श्रीयुक्त नीलाद्रि भूषण दास महोदय। माधव माधव विष्णु माधव माधव हरि स्मरन्ति साधव नित्य सर्वकार्येषु माधव। अकृतकर्ता अमृतमन्ता अदृष्टद्रष्टा आनन्दकन्द सच्चिदानन्द चिन्मय घन शरण शरण सर्वकारण कारण पद्म पलाशलोचन जगदीश्वर जगन्नाथ ओ श्री श्री परम कारुणिक श्री श्री सत्य साई बाबांकर मोर नमस्कार करुची। मंचासीन श्रीयुक्त सम्मान्य अतिथि महोदय डीएफओ अम्लान नायक सर महोदय, सभापति श्रीयुक्त अनंग विश्वाल सर महोदय, विद्यालय अध्यक्ष इंग्लिश मीडियम स्कूल अध्यक्षा महोदय, उपस्थित परम प्रिय छात्र छात्री और सेमानंकर अभिभावक अभिभाविका तथा अन्यान्य समस्त गुरुजन मानक मु मोर अंतरर गभीरतम प्रदेश प्रणाम जनाऊँ। पिला माने आज तुमर ए विद्यालय 25तम रजत जयंती समारोह तथा वार्षिक उत्सव तेणु उत्सव और उत्साह ये दुईटी शब्द जेहेतु अंगांगी भाव में जड़ित तेणु उत्साह तमें तुम प्रथम उत्साह पाओ तुम बाप माँ तापर तुम गुरुजन तेणु ये जो बाप माँ ठारू तमें जो उत्साह पाओ उद्दीपना पाओ स्नेह पाओ श्रद्धा पाओ ताहा ही तुम जीवन मूल दुआ गठन करिबारे सहायक होइଥାଏ। तेणु सेथिपाई तुम समस्त को आज ए दिवस एक शपथ नवाक पड़ो जहाँफल कि तुम्हें समस्त जदि ए दुनिया रे सबुठु तुमर कहीं अधिका निजर बा अधिका जो प्रथम गुरु होता है ताहले सी होचंती बापा माँ। तेणु जो बापा माँ मैंने सेमानंकर पुत्र और कन्यांकर महत उद्देश्य साधन निमंते सेमानंको उच्च शिक्षा देवा निमंते महत शिक्षा देवा निमंते आज ये श्री श्री सत्य साई अनुष्ठान को सेमाने छाड़ी सेमानंक मध्य मु मोर अंतरर गभीरतम प्रदेश धन्यवाद जनाऊँगी। कारण सेमानंकर निष्पत्ति सत्य श्री श्री सत्य साई बाबांकर आदर्श अनुप्राणित हो जाइए जो थे कि कहुई लेट द नोबेल थॉट्स कम टू मी फ्रॉम ऑल साइड्स। तेणु आमर मनटा को एभली भाव सुसंजत करिवार अछि जहाँ फल कि समस्त प्रकार सत चिंता सब आसिकी आम मन को कबलित करिवो। कारण जहाँ लिखाई जे यथा मं प्रपद्यन्ते तं तथैव भजाम्यहं मम वर्तमान वर्तन्ते मनुष्याः पार्थ सर्वसा। तेणु जो मैंने जहाँ भावती
ସେମାନେ ଠିକ୍ ସେଇ ଭଳିଆ ହିଁ ହେଇଯାଆନ୍ତି। ତେଣୁ if we think about the problem, then we attract the problem. If we think about the blessings, then we attract blessings. ତେଣୁ ଆମ ମନଟାକୁ ସବୁବେଳେ ସଂଯତ କରିବାକୁ ପଡ଼ିବ। ତେଣୁ ସେଥିପାଇଁ ଆମକୁ ଯେତେବେଳେ ନୋବେଲ ଥଟ୍ସକୁ ଆଟ୍ରାକ୍ଟ କରିବାକୁ ପଡ଼ିବ, ସେତେବେଳେ ଆମର ମନକୁ ଏକ ଦିବ୍ୟ ଶକ୍ତି ଏବଂ ଦିବ୍ୟ ସତ୍ତାର ଆଧାରରେ ଆମକୁ ଶୃଙ୍ଖଳିତ ଭାବରେ ସତ୍ ଚିନ୍ତା, ସତ୍ ଆନନ୍ଦ ଏବଂ ସତ୍ ଚିନ୍ତାଧାରା ଅନୁସାରେ ମାର୍ଗରେ ଆମକୁ ପରିଚାଳିତ କରିବାକୁ ପଡ଼ିବ। ଯେଉଁଥିପାଇଁ କି ଆମକୁ ଆମ ମନଟାକୁ ବା ଆମ ମନକୁ ଏ ମନ ଶିକ୍ଷାକୁ ଆହରଣ କରିପାରିଲା ଭଳିଆ ଆମ ମନ ଭିତରେ ଏକ ଚୁମ୍ବକୀୟ ଶକ୍ତି ସୃଷ୍ଟି କରିବାକୁ ପଡ଼ିବ। ଯାହାର କାରଣ କ'ଣ କି ନା ସୁଖ ଦୁଃଖ ପ୍ରିୟା ପ୍ରିୟ ମାନ ଅପମାନ ମାଟି ପଥର ସୁବର୍ଣ୍ଣ ବାସନେ ସମାନ ନିନ୍ଦା ସ୍ତୁତି ଶତ୍ରୁ ମିତ୍ର ସମଭାବାପନ୍ନ ସ୍ଥିର ବୁଦ୍ଧି ସମ୍ପନ୍ନ ସେ ଅଟେ ଆତ୍ମବାନ। ଏବଂ ସେଇଥିପାଇଁ ବାପା ମାଆଙ୍କୁ ଧନ୍ୟ ଧନ୍ୟ ସବୁ ଦୃଷ୍ଟିରୁ ଧନ୍ୟବାଦ ଦିଆଯାଏ। କାରଣ ସେ ପିଲାଟିକୁ ଯେଉଁ ପ୍ରକାର ସ୍ନେହ ଶ୍ରଦ୍ଧା ଓ ଆଦର ଦେଇକରି ବଢ଼େଇଛନ୍ତି, ତାଦ୍ୱାରା ସେମାନଙ୍କର ଯେଉଁ ଅନ୍ତର୍ନିହିତ ପ୍ରତିଭା ଓ ଅନ୍ତର୍ନିହିତ ଶକ୍ତିର ଜାଗ୍ରତ ହୋଇଥାଏ। ତେଣୁ ଯାହା ପାଖରେ ଯେଉଁ ପ୍ରକାରର ଶକ୍ତି ଅଛି, ସେ ସମସ୍ତ ଶକ୍ତି ଉଜ୍ଜୀବିତ ହେଉ। ତେଣୁ ପ୍ରଥମେ ଏ ଛୋଟ ଛୋଟ ଶିଶୁମାନଙ୍କ ଉଦ୍ଦେଶ୍ୟରେ ମୋର କହିବା କଥା ଯେ ପ୍ରଥମେ ତମେ ନିଜକୁ ଚିହ୍ନ। ତୁମ ଭିତରେ ଐଶ୍ୱର୍ଯ୍ୟ ଶକ୍ତି ଅଛି। ସେଇ ଐଶ୍ୱର୍ଯ୍ୟ ଶକ୍ତିକୁ ଯେତେବେଳେ ଉପଯୁକ୍ତ ବାପା ମାଆଙ୍କର ବା ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଯେତେବେଳେ ସ୍ନେହ ଆଉ ଶ୍ରଦ୍ଧା ଯେତେବେଳେ ଫଲକୁ ଯେତେବେଳେ ପ୍ରବାହିତ ହୁଏ, ତାଙ୍କର ସେଇ ଅନ୍ତର୍ନିହିତ ପ୍ରତିଭା ବା ଅନ୍ତର୍ନିହିତ ଶକ୍ତିକୁ ବିକାଶିତ କରି ସେ ତାଙ୍କର ମନଟାକୁ ଏକ ଚୁମ୍ବକୀୟ ଶକ୍ତି ପ୍ରଦାନ କରିଥାନ୍ତି, ଯାହାଫଳରେ କି ସେ ଶିକ୍ଷାକୁ ଆଗ୍ରହ ଭାବରେ କରିପାରିଥାନ୍ତି ଏବଂ ଆକର୍ଷିତ କରିକିରି ସେ ଶିକ୍ଷାକୁ ଟାଣି ଆଣି ପାରିଥାନ୍ତି। ଯାହାକି ସତ୍ୟ ସାଇ ବାବାଙ୍କର ଯେଉଁ ନୋବେଲ ଥଟ୍ସ ଅଛି, ଲେଟ୍ ଦ ନୋବେଲ ଥଟ୍ସ କମ୍ ଟୁ ମି ଫ୍ରମ୍ ଅଲ୍ ସାଇଡ୍ସ। ତେଣୁ ତମେ ଯେତେବେଳେ ମନକୁ ସଂଯତ ରଖିବ, ତେଣୁ ମନକୁ ଯେତେବେଳେ ସମସ୍ତ ପ୍ରକାର ସୁଖ ଦୁଃଖ ସବୁଠାରୁ ଯେତେବେଳେ ଦୂରେଇ ରଖିବ ଏବଂ ମନ ଯେତେବେଳେ ତମର ସତ୍ୟ ଶାନ୍ତି ଦୟା କ୍ଷମା ତ୍ୟାଗ ଆଦର୍ଶ ଏ ସବୁର ମୂର୍ତ୍ତିମନ୍ତ ପ୍ରତୀକ ହୋଇ ଉଠିବ, ତାପରେ ସେ ନିଶ୍ଚିତ ଭାବରେ ଏକ ଏ ଦେଶର ସୁମହାନ ନାଗରିକ ରୂପେ ନିଜକୁ ଗଢ଼ି ଉଠିବ। ତେଣୁ ସୁମହାନ ନାଗରିକ ରୂପେ ନିଜ ଅଞ୍ଚଳର ନିଜ ବାପା ମାଆଙ୍କର ଏବଂ ନିଜର ଖ୍ୟାତି ଅର୍ଜନ କରିବା ପାଇଁ ଏ ସମସ୍ତ ପିଲାମାନଙ୍କୁ ମୁଁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ମୁଁ ମୋର ଅନ୍ତରରୁ ପ୍ରଣାମ କରୁଛି ଏବଂ ଧନ୍ୟବାଦ ଦେଉଛି ଏବଂ ଶ୍ରୀ ଶ୍ରୀ ସତ୍ୟ ସାଇ ବାବାଙ୍କ ନିକଟରେ ପ୍ରାର୍ଥନା କରୁଛି ଏ ସମସ୍ତ ଛାତ୍ରଛାତ୍ରୀଙ୍କୁ ସଦ୍ବିଦ୍ୟା ସଦ୍ବୁଦ୍ଧି ସଦ୍ଜ୍ଞାନ ପ୍ରଦାନ କରନ୍ତୁ, ଯାହାଫଳରେ କି ସେମାନେ ନିଜର ତଥା ନିଜ ବାପା ମାଆଙ୍କର ନିଜ ଅଞ୍ଚଳର ଆଉ ଏ ଦେଶର ଖ୍ୟାତି ଅର୍ଜନ କରିପାରିବେ। ଜୟ ଶ୍ରୀ ସତ୍ୟ ସାଇ ବାବାଙ୍କର ଜୟ।